Hello friend, welcome to our YouTube channel Only Math Trick। तो फ्रेंड चलो ପାଠଟି ଆରମ୍ଭ କରିବା ପୂର୍ବରୁ ତୁମମାନଙ୍କୁ ଅନୁରୋଧ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କର, ଲାଇକ୍ କର ଏବଂ ସେୟାର କର, କାହିଁକି ନା ତୁମେମାନେ ଏହି ଚ୍ୟାନେଲରେ ଏମିତି ଅନେକ ଏଜୁକେସନ୍ ଭିଡ଼ିଓ ଦେଖିବାକୁ ପାଇବ। ତାହେଲେ ଚାଲ ଶୀଘ୍ର ଡେରି ନକରି ପାଠଟି ଆରମ୍ଭ କରିବା। ଦେଖ ପାଠ ନମ୍ବର 4 ସମସ୍ତେ ବାହାର କର। ପାଠ ନାମ ଦେଖ ହୟ ସମୁଦି। ସମସ୍ତେ ବାହାର କର ପିଲାମାନେ। ଦେଖ ଦ୍ୱିପହର ବେଲା ହୋଇଥାଏ। ହନୁ ବୈଦ ଖଟରେ ଶୋଇଥାଏ। ଦ୍ୱିପହର ବେଲା ପିଲାମାନେ ହନୁ ବୈଦ କ'ଣ କରିଥାଏ? ଖଟରେ ଶୋଇଥାଏ। ସମୁଦି ଗଧିଆଙ୍କ କଥା ତାର ମନେ ପଡ଼ିଲା। ତାର ସମୁଦି କିଏ? ମାଙ୍କଡ଼ର। ଏ ହନୁର ସମୁଦି କିଏ? ଗଧିଆ। ଗଧିଆର କଥା ମନେ ପଡ଼ିଲା କାହାକୁ? ହନୁ ବୈଦକୁ। ସମୁଦି ଘରକୁ ବହୁତ ଦିନ ହେଲା ଯାଇନାହିଁ। ସେ ଭାବିଲା ମୁଁ ତ ବହୁତ ଦିନ ହେଲା ସମୁଦି ଘରକୁ ଯାଇନି ବୋଲି ସେ ଭାବୁଛି ଖଟରେ ଶୋଇକି। ଭାବିଲା ସମୁଦି ଘର ଆଡ଼ୁ ବୁଲି ଆସିବି। ସେ ଭାବିଲା ଆଜି ମୁଁ ଯାଇକି ଟିକେ ସମୁଦି ଘରକୁ ବୁଲି ଆସିବି ବୋଲି ଭାବିଲା। ସମୁଦି ଘରକୁ ଗଲା ଏବଂ ଭାବିଲା ସେ ଘରକୁ ସମୁଦି ଘରକୁ ଗଲା। କିଏ? ହନୁ ବୈଦ। ଦ୍ୱାରରେ ଠକ୍ ଠକ୍ କଲା। ସେ ଗଲା ଏବଂ ଦ୍ୱାରରେ ଠକ୍ ଠକ୍ କରି କବାଟକୁ ବାଡ଼େଇଲା। ଗଧିଆ ଧୀର ସ୍ୱରରେ ହଁ କହିଲା। ଠକ୍ ଠକ୍ ଶୁଣି ଦ୍ୱାର ଖୋଲିଲା। ଦେଖ ପିଲାମାନେ ସମସ୍ତେ ଚିତ୍ରଟିକୁ ଦେଖ। ଏଇଟା ଗଧିଆ ଦେଖ। ଦେଖୁଛ ନା ସମସ୍ତେ? ଏଇଟା ଗଧିଆ କବାଟ ଖୋଲିଛି ନା? ଏଇଟା କବାଟ ଖୋଲି ଦେଇଛି ଗଧିଆ। ଦେଖୁଛ? ଦେଖ କବାଟ ଖୋଲିଛି ଏବଂ ଗଧିଆ ବାହାରକୁ ଆସିଲା। ହନୁ ବୈଦଟା ଏଇଟା ତାଙ୍କ ସମୁଦି। ହନୁର ସମୁଦି କିଏ? ଗଧିଆ। ଗଧିଆ ଘରକୁ ହନୁ ବୈଦଟା ଆସିଛି। ହନୁ ବୈଦଟା ତା ମୁହଁ ଦେଖି ପଚାରିଲା କ'ଣ ହୋଇଛି ସମୁଦି? ଗଧିଆର ମୁହଁ ଦେଖି ହନୁ ବୈଦଟା ପଚାରିଲା ସମୁଦି ତୁମକୁ କ'ଣ ହୋଇଛି? ତୁମର ମୁହଁ ଶୁଖିଲା ଦିଶୁଛି। ଗଧିଆ କହିଲା କିଛି ନାହିଁ ହେଲା ଜ୍ୱର ହେଉଛି। ମୋତେ କିଛି ହୁଏନି, ଟିକେ ଜ୍ୱର ହେଉଛି ବୋଲି ଗଧିଆ କହିଲା। ଜ୍ୱର ହେବାର କାରଣ ବିଷୟରେ ହନୁ ବୈଦ ପଚାରିଲା। ହନୁ ବୈଦ ଗଧିଆ ତା ସମୁଦିକୁ ପଚାରିଲା ଜ୍ୱର କାହିଁକି ହେଉଛି, କିପରି ହେଉଛି ବୋଲି ସେ ତା ସମୁଦିକୁ ପଚାରିଲା। ଗଧିଆ କହିଲା କ'ଣ କହିବି ସମୁଦି, ବିଲେଇ ନାନୀର ମିଠା ଦୋକାନକୁ ଯାଇଥିଲି। ଦେଖ ଏଇଟା କିଏ? ଏଇଟା ବିଲେଇ ନାନୀ ମିଠା ଦୋକାନ ଦେଇଛି। ଦେଖୁଛ? ବିଲେଇ ନାନୀର ଏଇଟା ମିଠା ଦୋକାନ କିଏ ହେଇଥିଲା? ଗଧିଆ ଆସିଥିଲା ହେଲା। ସେଠି ମିଠା ସିଙ୍ଗଡ଼ା ଓ ଆଳୁଚପ ଖାଇଲି। ସେଗୁଡ଼ାକ ବାସି ଜିନିଷ। ବିଲୁଆ କ'ଣ କରୁଛି? ବିଲୁଆଟା ବାସି ଜିନିଷ ବିକୁଛି। ଖରାପ ହୋଇଯାଇଥିଲା। ବିଲେଇ ନାନୀର ରାଗ ଦେଖି ମନା କରିପାରିଲି ନାହିଁ। ଖାଇଦେଲି ସିନା। ଘରକୁ ଫେରିଲା ପରେ ପେଟ ଖରାପ ହୋଇ ଝାଡ଼ା ହେଲା। ତା ପରଠୁ ତ ଜ୍ୱର। ଆଉ କାହାକୁ ଜ୍ୱର ହେଉଛି? ଗଧିଆ। କାହିଁକି ଜ୍ୱର ହେଲା? ସେ ବିଲେଇ ନାନୀର ବାସି ମିଠା ଖାଇଥିବାରୁ। ସେଥିରେ ଆଗରୁ ଥିବା ଶ୍ୱାସ ରୋଗ ବାହାରି ପଡ଼ିଲା। ସେଟା ଖାଇଲାରୁ ମୋର ଯେଉଁ ଶ୍ୱାସ ରୋଗଟା କ'ଣ ହେଲା? ବାହାରି ପଡ଼ିଲା ବୋଲି ଗଧିଆ କହୁଛି। ଭାରି ଧଇଁ ସଇଁ ଲାଗୁଛି ବୋଲି ସେ କାହା କହୁଛି? ହନୁ ବୈଦକୁ ତା ଗଧିଆ କହୁଛି। ହନୁ ବୈଦ ସବୁ ଶୁଣିଲା, ଔଷଧ ଦେଲା। ଆଶ୍ୱାସନା ଦେଇ କହିଲା ଡରନା, ତୁମର କିଛି ହେବ ନାହିଁ। ହନୁର ଔଷଧରେ ଗଧିଆ ଭାରି ବିଶ୍ୱାସ। ହନୁ ବୈଦ କହିଲା ସମୁଦି କଥାଟିକୁ ଗଣ୍ଠି ପକାଇ ମନେ ରଖ। ଦେଖ ପିଲାମାନେ ତୁମେ ବି କଥାଟିକୁ ମନେ ରଖ। ଏଇଟା କିଏ କହିଛି? ହନୁ ବୈଦ। କାହାକୁ କହିଛି? ଗଧିଆକୁ କହିଛି। ଦେଖ କେଉଁ କଥା କହିଛି ଚାଲ ଜାଣିବା। ଦେଖ ଖାଇବା ଦରବ ପଚା ସଢ଼ା ବାସି, ଭଣ ଭଣ କରି ମାସିଥିବେ ବସି।
ଭୋକରେ ପୋଷକେ ଜୀବନ ହାରିବ ସେପରି ଦରବ କେବେ ନ ଖାଇବ। ପିଲାମାନେ ପଚାସଢ଼ା ଜିନିଷ ଏବଂ ବାସି ଜିନିଷ ଯେଉଁଥିରେ କି ମାସି ବସିଥିବ ସେ ଜିନିଷ ଭୋକେ ପୋଷେ ରହିଯିବ ହେଲେ ତୁମେ ସେପରି ଜିନିଷ ଖାଇବ ନାହିଁ। ସେପରି ଜିନିଷ ଖାଇଲେ କ'ଣ ହେବ ଆମ ଦେହ ଖରାପ ହେବ। ସେମିତି ଗଧିଆ ଭଳିଆ ଦେହ ମଧ୍ୟ ଖରାପ ହୋଇଯିବ। ଠିକ୍ ଅଛି ପିଲାମାନେ, ତୁମମାନଙ୍କୁ ଏ ଭିଡ଼ିଓଟି ପସନ୍ଦ ଲାଗିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବ, ଲାଇକ୍ କରିବ, ସେୟାର କରିବ। ଥ୍ୟାଙ୍କ ୟୁ।